ଭାରତର ଔପନିବେଶିକବାଦ ବା ଔପନିବେଶବାଦର ସ୍ଥାପତ୍ୟ ଓ ଶୈଳନିବାସ ବିଷୟରେ ଦର୍ଶାଅ ବୋଲି ଗୋଟେ କ୍ୱେଶ୍ଚିନ୍ ଆସିବ। ଆଚ୍ଛା, 3 ମାର୍କ ବି ଆସିପାରେ ଖାଲି ଶୈଳନିବାସର, 3 ମାର୍କ ଆସିପାରେ ଔପନିବେଶିକ ସ୍ଥାପତ୍ୟ ବୋଲି। ତ ଆମେ ଲେଖିବା କିସ? ଦେଖ, ତୁମର ପଲାସି ଓ ବକ୍ସର ଯୁଦ୍ଧ, ପଲାସି ଯୁଦ୍ଧ 1757ରେ ହେଇଥିଲା, ଆଉ ବକ୍ସର ଯୁଦ୍ଧ 1764 ହେଲା ପରେ ରବର୍ଟ କ୍ଲାଇଭ୍ ଯେତେବେଳେ ଭାରତକୁ ଗଭର୍ଣ୍ଣର ଜେନେରାଲ ଆସିଲେ ହେଇକିରି, ସେଟା 1765ର କଥା। ସେ ଆସିଲା ପରେ ସମ୍ପୂର୍ଣ୍ଣ ଭାବେ ଭାରତରେ ଔପନିବେଶିକ ଶାସନ ଆରମ୍ଭ ହୋଇଥିଲା। ସେହି ସମୟରେ ଭାରତୀୟ ଓ ୟୁରୋପୀୟ ଶିଳ୍ପୀମାନଙ୍କର ସମ୍ମିଶ୍ରଣରେ, ୟୁରୋପୀୟ ଓ ଭାରତୀୟ କଳାର ସମ୍ମିଶ୍ରଣରେ ଅନେକ ସ୍ମାରକ, ସୌଧ ତଥା ସରକାରୀ କାର୍ଯ୍ୟ ଅନୁଷ୍ଠାନ ଗୁଡ଼ିକ ନିର୍ମାଣ ହୋଇଥିଲା ଏବଂ କେତେଗୁଡ଼ିଏ ଦର୍ଶନୀୟ ଯେମିତି ଗେଟ୍ ଅଫ୍ ଇଣ୍ଡିଆ, ସେଣ୍ଟ ପିଟର ଚର୍ଚ୍ଚ, ଏମିତି ଅନେକ ନିର୍ମାଣକୁ ଔପନିବେଶବାଦର ସ୍ଥାପତ୍ୟ ବୋଲି କୁହାଯାଏ। ହେଲେ ତାପରେ ତୁମେ ଦେଖିବ ଯାକ ମୁଖ୍ୟତଃ କେଉଁଠି ନିର୍ମାଣ ହେଇଥିଲା? ତୁମର ବମ୍ବେ, ତାପରେ କାଲକାଟା ଏବଂ ମାଡ୍ରାସ, এই 3ଟା ଜାଗାର କ'ଣ କ'ଣ ମୁଖ୍ୟ ସ୍ଥାପତ୍ୟ ଗୁଡ଼ିକ ତା ବିଷୟରେ ଟିକେ ଟିପ୍ପଣୀ ଦେବ। ତାହେଲେ ସେ ଟିପ୍ପଣୀ ବିଷୟରେ ଯଦି ଆମେ ଦେଖିବା ତ ବମ୍ବେରେ ମୁଖ୍ୟତଃ କ'ଣ କ'ଣ ନିର୍ମାଣ ହେଇଥିଲା ନା, ସବୁଠୁ ଫେମସ୍ ଜିନିଷ ବମ୍ବେର ଥିଲା ତୁମର ବମ୍ବେ ସେକ୍ରେଟେରିଏଟ୍, ତାପରେ ବମ୍ବେରେ ସିଟି ହଲ୍, ଏଲଫିନ୍ଷ୍ଟନ୍ ସର୍କଲ, ତାପରେ ମ୍ୟୁନିସିପାଲ କର୍ପୋରେସନ ଅଟ୍ଟାଳିକା, ସେହିପରି ବମ୍ବେର ବିଶ୍ୱବିଦ୍ୟାଳୟ, ବମ୍ବେର ଉଚ୍ଚ ନ୍ୟାୟାଳୟ, ତାପରେ ଛତ୍ରପତି ଶିବାଜୀଙ୍କର ଟର୍ମିନସ୍, ଭିକ୍ଟୋରିଆ ଟର୍ମିନସ୍, ଏହିସବୁ ଯାକ ଇଂରେଜ ଶାସନ ସମୟରେ ତ ନିର୍ମାଣ ହୋଇଥିଲା। ଏଇଟା ଆମର ଭାରତୀୟ ଓ ୟୁରୋପୀୟ ଶୈଳୀର ସମ୍ମିଶ୍ରଣର ସ୍ଥାପତ୍ୟ ଗୁଡ଼ିକ ବୋଲିକି ଆମେ ଜାଣିଲେ। ତାପରେ ସେମିତିକା 1911 ମସିହାରେ ପଞ୍ଚମ ଜର୍ଜ ଓ ରାଣୀ ମେରୀଙ୍କର ସ୍ୱାଗତ କରିବା ନିମନ୍ତେ ଗୁଜରାଟ ଶୈଳୀରେ ଗେଟ୍ ଅଫ୍ ଇଣ୍ଡିଆ ମଧ୍ୟ ତିଆରି ହୋଇଥିଲା। କେବେ? 1911ରେ। ଏଇଟା ବି ଗୋଟେ ଇମ୍ପୋର୍ଟାଣ୍ଟ ବିଟ୍ କ୍ୱେଶ୍ଚିନ୍ ହିସାବରେ ମନେ ରଖ। ତାପରେ ଟାଟା ତାଜମହଲ ହୋଟେଲ ଗୋଟେ ସେହି ସମୟରେ ନିର୍ମାଣ ହୋଇଥିଲା। ତାପରେ ଫୋର୍ଟ ଜର୍ଜ ବି, ସେଣ୍ଟ ଥୋମାସ କ୍ୟାଥେଡ୍ରାଲ, ଏଇଟା ଗୋଟେ ଇମ୍ପୋର୍ଟାଣ୍ଟ। ତ ଏମିତି କେତେ ଗୁଡ଼ିଏ ଦୁର୍ଗ, ଚର୍ଚ୍ଚ ଆଉ ଅନ୍ୟାନ୍ୟ ବିଲ୍ଡିଂସ ନିର୍ମାଣ ହେଇଥିଲା ବିଷୟରେ ଲେଖିବ। ନେକ୍ସଟ ସେମିତି କଲିକତାରେ କ'ଣ କ'ଣ ହେଇଥିଲା 2-4ଟା ଜିନିଷ ଲେଖିଦେବ। ଫୋର୍ଟ ୱିଲିୟମ ଗୋଟେ, କଲିକତା ଟାଉନ ହଲ୍ ଗୋଟେ, ତାପରେ ନ୍ୟାସନାଲ ଲାଇବ୍ରେରୀ ଗୋଟେ, ତାପରେ ଗେଟ୍ ଇଷ୍ଟର୍ନ ହୋଟେଲ ଗୋଟେ, ସେଣ୍ଟ ପଲ୍ କ୍ୟାଥେଡ୍ରାଲ ଗୋଟେ, ନାଇକି, ତାପରେ ହାୱଡ଼ା ରେଲୱେ ଷ୍ଟେସନ ମଧ୍ୟ ସେ ସମୟରେ ହେଇଥିଲା। ଭିକ୍ଟୋରିଆ ମେମୋରିଆଲ ଗୋଟେ ଇମ୍ପୋର୍ଟାଣ୍ଟ ଜିନିଷ। ନେକ୍ସଟ ଇଣ୍ଡିଆନ ମ୍ୟୁଜିୟମ ବି ସେ ସମୟରେ ହେଇଥିଲା। ଗ୍ରାଣ୍ଡ ହୋଟେଲ ମଧ୍ୟ ସେ ସମୟରେ ହେଇଥିଲା। ସେଣ୍ଟ ଜନ୍ କ୍ୟାଥେଡ୍ରାଲ ମଧ୍ୟ ସେ ସମୟରେ ହେଇଥିବା ଇଂରେଜ ମାନଙ୍କର କେତେ ଗୁଡ଼ିଏ ସ୍ମୃତି ବା ସ୍ଥାପତ୍ୟ ଭାରତରେ ଅବସ୍ଥିତ। ତାପରେ ତୁମେ ଟିକେ ମାଡ୍ରାସ ବିଷୟରେ ଲେଖିଦେବ। 1640 ମାନେ 1640 ଖ୍ରୀଷ୍ଟାବ୍ଦରେ ମାଡ୍ରାସରେ ବହୁତ ଗୁଡ଼ିଏ ନିର୍ମାଣ ହେଇଛି। ସେଗୁଡ଼ିକ ଭିତରୁ ପ୍ରସିଦ୍ଧ କ'ଣ ଥିଲା ବୋଲେ ଫୋର୍ଟ ସେଣ୍ଟ ଜର୍ଜ, ତାପରେ ମାଡ୍ରାସର ଉଚ୍ଚ ନ୍ୟାୟାଳୟ, ତା ଛଡ଼ା ସିନେଟ୍ ହାଉସ୍, ତାପରେ ଲର୍ଡ଼ ରିପେନ୍ଙ୍କ ବିଲ୍ଡିଂ, ଆଉ ଚେପକ୍ ପ୍ୟାଲେସ୍ ବୋଲିକି ଗୋଟେ ପ୍ୟାଲେସ୍ଟେ ନିର୍ମାଣ ହେଇଥିଲା। ଏ ସବୁ ଯାକ ଉଭୟ ଭାରତୀୟ ଓ ୟୁରୋପୀୟ କଳାର ମିଶ୍ରଣରେ ହେଇଥିବା ସ୍ଥାପତ୍ୟ ଗୁଡ଼ିକ ବୋଲିକି ଲେଖିବ। ଏତିକି ଲେଖିବ କଳା ଓ ସ୍ଥାପତ୍ୟରେ। ନେକ୍ସଟ ଯଦି ଆମେ ଯିବା ଶୈଳନିବାସ ଗୁଡ଼ିକ ବିଷୟରେ ବୋଲେ ତୁମେ ଦେଖିବ ଶୈଳନିବାସ ସେମାନେ କେଉଁଠି ସ୍ଥାପନ କରିଥିଲେ, ପ୍ରଥମେ କେଉଁ ଶୈଳନିବାସ ହେଇଥିଲା, ଆଉ ଶୈଳନିବାସର ସ୍ଥାନ ଗୁଡ଼ିକ କ'ଣ, ତାପରେ ରିଜନ୍ସ ଲେଖିବ, କ'ଣ ପାଇଁ ସେମାନେ ଶୈଳନିବାସ ନିର୍ମାଣ କରିଥିଲେ। ତ ଦେଖିବା ସେ ବିଷୟରେ ଯଦି ଆମେ କହିବାକୁ ଯିବା, ଶୈଳନିବାସ ସ୍ଥାପନ ମଧ୍ୟ ଇଂରେଜ ସଂସ୍କୃତିର ଏକ ଅଙ୍ଗକା। ଅବଶ୍ୟ ଏହାର ଭିତ୍ତି ସାମରିକ ଆବଶ୍ୟକତାକୁ ସେମାନେ ଦୃଷ୍ଟିରେ ରଖି କରିଥିଲେ। ଇଂରେଜମାନେ ଭାରତର ପର୍ବତ ଅଞ୍ଚଳରେ
କ'ଣ କରିଥିଲେ ସେଠାକାର ସ୍ୱାସ୍ଥ୍ୟକର ପରିବେଶ ଦ୍ୱାରା ଆକୃଷ୍ଟ ହୋଇ ସେଠି ସେମାନେ କ'ଣ କରିଥିଲେ ଶୈଳନିବାସ ତିଆରି କରିଥିଲେ ହେଲା। ସେ ଶୈଳନିବାସ ଗୁଡ଼ିକ କ'ଣ କ'ଣ ବୋଇଲେ ତୁମର ସିମଲା ଗୋଟେ, ତାପରେ ରହିଲା ତୁମର ମାଉଣ୍ଟ ଆବୁ, ଆଉ ଗୋଟେ ତୁମର ରହିଲା କ'ଣ ଦାର୍ଜିଲିଂ, ତିନିଟା ରହିଲା ମନେ ରଖିଥ। ତ ଆଇନ ଭିତରୁ ପ୍ରଥମଟା ହେଉଛି ଶୈଳନିବାସ ତାଙ୍କର ଏଠି ହେଇଥିଲା ସିମଲାରେ 1815ରେ। ତାପରେ ନେକ୍ସଟ ହେଲା 1818ରେ ମାଉଣ୍ଟ ଆବୁରେ ସେମାନେ ଗୋଟେ ଶୈଳନିବାସ ବନେଇଲେ। ତାପରେ 1835ରେ ସିକିମ ଠାରେ ଯେଉଁ ଥିଲା ଶୈଳନିବାସକୁ ସେଟା ସ୍ଥାନାନ୍ତର କରି ଦାର୍ଜିଲିଂ କୁ ମୁଖ୍ୟ କେନ୍ଦ୍ର ବନେଇଥିଲେ ତାଙ୍କେ, ବା ଦାର୍ଜିଲିଂ ହେଲା ତାଙ୍କର ଥାର୍ଡ ଶୈଳନିବାସ। ତ ଇଏ ଭାରତର ପର୍ବତ ଅଞ୍ଚଳ ଗୁଡ଼ିକରେ ଶୈଳନିବାସ କରିଥିଲେ। ତଳିଆ ଅଞ୍ଚଳରେ ଗରମ ବେଶୀ ଥିବାରୁ ସେମାନେ କ'ଣ କରୁଥିଲେ, ଇଏ ଜଳବାୟୁରେ ସେଟ୍ ହେଇପାରୁନଥିଲେ। ତେଣୁ ଇଏ ପର୍ବତ ଅଞ୍ଚଳରେ ୟୁରୋପୀୟ ଜଳବାୟୁ ସହିତ ସେମାନଙ୍କର ଜଳବାୟୁ ସାମଞ୍ଜସ୍ୟ ହେଉଥିବାରୁ ସେହି ଅଞ୍ଚଳରେ ସେମାନେ ସିଭିଲ୍ ଲାଇନ୍ କେତେ ଗୁଡ଼ିଏ ସିଟିସ୍ ମଧ୍ୟ ବନେଇଲେ, ଯେମିତିକି ଶ୍ଵେତ ସହର ବୋଲିକି ଆମେ କହୁଛୁ, ସେଗୁଡ଼ାକ ସେ ପାଖାପାଖି ଅଞ୍ଚଳରେ ବନେଇଲେ। ଶୈଳନିବେଶ ସିଟି କରିକି ତାଙ୍କର ସାମରିକ ଛାଉଣୀ ସେଠାରେ ରଖିଲେ। ସେଠି ସୁରକ୍ଷା ସହିତ ସବୁ ପ୍ରକାର ସୁବିଧାର ବ୍ୟବସ୍ଥା ସେମାନେ କରିଥିଲେ। ଶୈଳନିବେଶ କରିବାର ଉଦ୍ଦେଶ୍ୟ କ'ଣ ବୋଲି ପଚାରିଲେ ତୁମେ ଏଇଟା ଲେଖିବ, ସୈନ୍ୟବାହିନୀଙ୍କର ଅବସ୍ଥାନ, ତାପରେ ସେମାନଙ୍କର ସୁରକ୍ଷା, ଶତ୍ରୁ ଆକ୍ରମଣ ସମୟରେ ତାହାକୁ ଠିକ୍ ସେ ଜବାବ ଦେଇପାରିବା ବୋଲିବା ତାଙ୍କର ଉଦ୍ଦେଶ୍ୟ। ନେକ୍ସଟ ହେଲା ସ୍ୱାସ୍ଥ୍ୟକର ପରିବେଶ, ନେକ୍ସଟ ହେଲା ଜଳବାୟୁ ତାଙ୍କ ପାଇଁ ଅନୁକୂଳ ଥିଲା। ଏ ସବୁ କାରଣରୁ ସେମାନେ ଶୈଳନିବାସ ତିଆରି କରିଥିଲେ ବୋଲି ତୁମେ ଲେଖିବ ଶୈଳନିବାସରେ। ଓକେ ପିଲାମାନେ, ନେକ୍ସଟ Okay students, thank you very much for watching. Please like and subscribe and share the video also. एटा गोटे इंपोर्टेंट क्वेश्चन पिला माने हमर हिस्ट्री रे, तेणु आको टिके भल के सुनो एवं पॉइंट्स नोट करो। बाय।